କରୁଆ ଗଦାଧରକର ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ମେଳା। ବସ୍ତା ବ୍ଲକ ଅନ୍ତର୍ଗତ କରୁଆ ଗଦାଧରକର ଉଚ୍ଚ ବିଦ୍ୟାଳୟରେ ବୁଧବାର ଦିନ 10ଟା ସମୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ମେଳା ଅନୁଷ୍ଠିତ ହୋଇଛି। ପୂର୍ବାହ୍ନରେ ବୈଦିକ ମଣ୍ଡପରେ ଏକ ବିଜ୍ଞାନ ସମ୍ବନ୍ଧିତ ଆଲୋଚନା ସଭା ଆୟୋଜିତ ହୋଇଥିଲା। ସଭାରେ ବ୍ଲକ ସ୍ତରୀୟ 168ଟି ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ ବିଭିନ୍ନ ସୁଦୃଶ୍ୟ ପ୍ରକଳ୍ପ ଏଥିରେ ପ୍ରଦର୍ଶିତ ହୋଇଛି। ତତ୍ସହିତ ବିଦ୍ୟାଳୟ ପରିସରରେ ବିଜ୍ଞାନ ସମ୍ବନ୍ଧୀୟ ଚିନ୍ତନ ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଅଭିରାମ କାମିଳା, ବିଜ୍ଞାନ ସଂଯୋଜକ ସନ୍ତୋଷ କୁମାର ସାହୁ, ସହ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ବାସନ୍ତୀ ପୃଷ୍ଟି, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୋମନାଥ ଦାସ ବିଜ୍ଞାନ ଓ ଆଧ୍ୟାତ୍ମିକ ଚେତନା ମଧ୍ୟରେ ସାମଞ୍ଜସ୍ୟ ରହିବା ଓ ବିଜ୍ଞାନ ମାନବ କଲ୍ୟାଣର ସଦୁପଯୋଗ ହେବା ସମ୍ପର୍କରେ ଭାଷଣ ରଖିଥିଲେ। ମୁଖ୍ୟ ଅତିଥି ଭାବେ ବୈଜ୍ଞାନିକ ହିମାଂଶୁ ଶେଖର ପଣ୍ଡା, ସମାଜସେବୀ ସୁମନ୍ତ କୁମାର ଜେନା, ବ୍ଲକ ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମହାପାତ୍ର, ଜୟନ୍ତ କୁମାର ରଣା, ତନଞ୍ଜୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିବାବେଳେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ଜେନା ପୌରୋହିତ୍ୟ କରିଥିଲେ। ବସ୍ତାରୁ ଶିରୀଷ ମହାନ୍ତିଙ୍କ ରିପୋର୍ଟ, जनता एक्सप्रेस। डॉक्टर हिमांशु शेखर पंडा, पीएक्सी चंदीपुर। आज जो सर विज्ञान मेला हला एठी अनुष्ठित हला बेलदानिया रे कोन कोन आज ये जो विज्ञान मेला है बहुत माने आनंद पूर्वक है, बहुत भल भाव लोक मैंने पिला माने जो प्रोजेक्ट सब आनी सेटा बहुत माने चिताकर्षक है। मु जानिबा को पाइली जे 164टी परिकल्पना सब करिसेंती पिला माने। मु आशा करे से भितर जो माने प्रथम द्वितीय तृतीय हेबे से माने जाय कि जिला स्तर रे तापरे राज्य स्तर रे पूरा देश स्तर रे निजर ना कमांतु। धन्यवाद।